ଆଜି ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂ ଚୌହାନ। ଏହି ଗସ୍ତ ସମୟରେ ସେ ରାଜ୍ୟର କୃଷକମାନଙ୍କୁ ଆୟ ବୃଦ୍ଧି ଘୋଷଣା, ସୁରକ୍ଷା ସୂଚିତ କରିବା ଏବଂ ପ୍ରାକୃତିକ କୃଷି ପଦ୍ଧତିକୁ ପ୍ରୋତ୍ସାହିତ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି। ସୋମବାର ସକାଳୁ ପାଟନାରୁ ଯାତ୍ରା କରିବେ ଏବଂ ଅପରାହ୍ନ 11ଟା ସୁଦ୍ଧା ଭୁବନେଶ୍ୱର ଯାଇ ପହଞ୍ଚିବେ ଏବଂ କୃଷକମାନଙ୍କ ଆୟ ବୃଦ୍ଧି ପାଇଁ ଆଲୋଚନା କରାଯିବ। ନୂଆପଡ଼ା ଉପନରେ ଚାଲୁଥିବା ପ୍ରଚାରକୁ ରବିବାର 6ଟାରୁ ବନ୍ଦ କରାଯାଇଛି। ମଙ୍ଗଳବାର ସକାଳରୁ ମତଦାନ ଆରମ୍ଭ କରାଯିବ। ରାଜ୍ୟ ନିର୍ବାଚନ କମିଶନ ପକ୍ଷରୁ ସବୁ ଦଳ ତାଙ୍କର ପ୍ରଚାର ବନ୍ଦ କରିଛନ୍ତି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କଲେ ବଡ଼ ଘୋଷଣା। କି ସ୍କୁଲରେ ଜାତୀୟ ସଙ୍ଗୀତ ବନ୍ଦେ ମାତରମ୍ ଗାନ କରିବେ ଛାତ୍ରମାନେ। ସେ କହିଛନ୍ତି ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କୁ ଆମର ଆଲୋଚନା ଅଂଶ କରିବା ଉଚିତ। ଆମ ଉତ୍ତରପ୍ରଦେଶ ସମସ୍ତ ଶିକ୍ଷାନୁଷ୍ଠାନରେ ବନ୍ଦେ ମାତରମ୍ ଗାଇବାକୁ ବାଧ୍ୟତାମୂଳକ। ଜାତୀୟ ରାଜପଥରେ ଟ୍ରକକୁ ପଛରୁ ପିଟିଲା ବସ୍, କଣ୍ଡକ୍ଟର ମୃତ ଏବଂ ଯାତ୍ରୀ ସୁରକ୍ଷିତ। ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଅଧୀନ ଲୁହାପଙ୍କ ପର୍ଯ୍ୟଟକଙ୍କୁ ନେଇ ବଢୁଥିଲା ଏକ ବସ୍। ଏଥିରେ ଥିବା ଯାତ୍ରୀବାହୀଙ୍କ ସୁରକ୍ଷିତ ଓ କଣ୍ଡକ୍ଟର ମୃତ୍ୟୁ ଘଟିଛି। ସୂଚନା ଅନୁସାରେ ଏକ ଯାତ୍ରୀବାହୀ ବସ୍ ଗତକାଲି ସମ୍ବଲପୁର ଜିଲ୍ଲା ଶାହଜପୁର ଓ ସମ୍ବଲପୁର ସହର କିଛି ପର୍ଯ୍ୟଟକଙ୍କୁ ବସ୍ଟି ଢେଙ୍କାନାଳ ଜିଲ୍ଲା ପ୍ରସିଦ୍ଧ ଶୈବପୀଠ କପିଳାସକୁ ଯାଉଥିଲା ବେଳେ ଏଭଳି ଦୁର୍ଘଟଣା ଘଟିଛି। ଫରିଦାବାଦ ମେଡିକାଲ କଲେଜ 2ଟି AK-47 ଓ ବିସ୍ଫୋରଣ ଜବତ। ହରିୟାଣା ଫରିଦାବାଦ ଜିଲ୍ଲା ସ୍ଥିତ ଏକ ମେଡିକାଲ କଲେଜରେ 2ଟି AK-47 ସହିତ 350 କିଲୋଗ୍ରାମ ବିସ୍ଫୋରଣ ଜବତ ହୋଇଛି। ଜାମ୍ମୁ କାଶ୍ମୀର ପୁଲିସ ଚଢ଼ଉ କରି ଏସବୁ ଜବତ କରିଛି। ଦିଲ୍ଲୀର ଲାଲକିଲ୍ଲା ନିକଟରେ ଏକ କାରର ବଡ଼ ବିସ୍ଫୋରଣ ହୋଇଛି। ଆଜି ସନ୍ଧ୍ୟା ସମୟ ପାଖାପାଖି 6:55ରେ ଏକ ଲାଇଭ୍ ହିନ୍ଦୁସ୍ତାନ.com ସୂଚନା ଅନୁସାରେ ଏବେ ସୁଦ୍ଧା 10 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆହତଙ୍କ ସଂଖ୍ୟା 24 ଥିବା କୁହାଯାଇଛି। ସମସ୍ତ ଆହତ ଲୋକଙ୍କୁ ସ୍ଥାନାନ୍ତରିତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ବିସ୍ଫୋରଣ ପରେ ଓଡ଼ିଶା ସରକାର ନେଲେ ବଡ଼ ଆକ୍ସନ। ପୁରୀରେ ଜାଲି କଲେ ହାଇ ଆଲର୍ଟ। ବିହାର ବିଧାନସଭା ନିର୍ବାଚନ ଆଜି ଦ୍ୱିତୀୟ ଦିନ। ଆସନ୍ତାକାଲିଠାରୁ ଭୋଟ ଗ୍ରହଣ ହେବ। 20ଟି ଜିଲ୍ଲା ଏବଂ 122ଟି ଆସନ ପାଇଁ ଏକ ଶାନ୍ତିପୂର୍ଣ୍ଣ ଭାବରେ ଭୋଟ ମତଦାନ ପାଇଁ ସମସ୍ତ ପ୍ରକାର ଆୟୋଜିତ ରହିଛି। 3,70,00,000ରୁ ଅଧିକ ମତଦାନ 1,302 ଜଣ ପ୍ରାର୍ଥୀଙ୍କୁ ରାଜନୈତିକ ଭାଗ୍ୟ ନିର୍ଦ୍ଧାର କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଭୁଟାନକୁ 2 ଦିନିଆ ଗସ୍ତରେ ଯିବେ। ଭାରତ ଓ ଭୁଟାନ ମଧ୍ୟରେ ଥିବା ସହଯୋଗ ଏବଂ ସ୍ୱତନ୍ତ୍ର ବନ୍ଧୁତାକୁ ଆହୁରି ଶକ୍ତ କରିବେ। ଏହି ଗସ୍ତ କାଳରେ ଶ୍ରୀ ମୋଦି ଓ ଭୁଟାନର ରାଜା ଜିଗ୍ମେ ଖେସାଙ୍ଗ ୱାଙ୍ଗଚୁକଙ୍କୁ 1020 ମେଗାୱାଟ ବିଶିଷ୍ଟ ବିଦ୍ୟୁତ ଜଳ ପ୍ରକଳ୍ପ ଉଦ୍ଘାଟିତ କରିବେ। ଏକ୍ସ କର୍ମଚାରୀକୁ ହତ୍ୟା କଲା ମାଷ୍ଟର ମାଇଣ୍ଡ ଶିବା ପ୍ରଧାନ। 28 ଦିନ ପର୍ଯ୍ୟନ୍ତ ଲୁଚକାଳି ଖେଳୁଥିଲା ଦୋଷୀ, ଶେଷରେ ଧରାପଡ଼ିଲା ଅଭିଯୁକ୍ତ। ଏଭଳି ଏକ କାଣ୍ଡ ଘଟିଛି ଭୁବନେଶ୍ୱର ଏକ୍ସ କର୍ମଚାରୀଙ୍କୁ ସୁଧାଂଶୁ ଖୁଣ୍ଟିଆଙ୍କୁ ଗୁଳିମାଡ଼ ଘଟଣାରେ ମୁଖ୍ୟ ଅଭିଯୁକ୍ତ ସଦାଶିବ ପ୍ରଧାନ ଭୁବନେଶ୍ୱର ଏକ ହୋଟେଲ କଡ଼ରୁ ଉଠାଇ ଆଣିଲା ପୋଲିସ। ଗତ ମାସ 13 ତାରିଖରେ ସୁଧାଂଶୁଙ୍କୁ ଏନକାଉଣ୍ଟର କରିଥିଲା। ଜମିବାଡ଼ି ବିବାଦକୁ ନେଇ ଏଭଳି କାଣ୍ଡ କରିଥିଲା ଦୁର୍ବୃତ୍ତ। ବିଧାନସଭା ଶୀତଦିନିଆ ଅଧିବେଶନକୁ ଆସିପାରନ୍ତି ରାଷ୍ଟ୍ରପତି, ସୂଚନା ଦେଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ରାଜ୍ୟ ସରକାର ପକ୍ଷରୁ ପ୍ରସ୍ତାବ ଦିଆଯାଇଥିବା ଜଣାପଡ଼ିଛି। ବଢୁଛି ଶୀତ, 15 ଡିଗ୍ରୀ ତଳେ 8 ସହର। ରାଜ୍ୟରେ ବିଳମ୍ବରେ ପହଞ୍ଚିଥିଲେ ଶୀତ ମଧ୍ୟ। ଗତ 24 ଘଣ୍ଟା ରାଜ୍ୟର 8 ସହରର ତାପମାତ୍ରା 15 ଡିଗ୍ରୀ ତଳେ ରହିଥିବା ବେଳେ ଦାରିଙ୍ଗିବାଡ଼ିଠାରେ ସର୍ବନିମ୍ନ ତାପମାତ୍ରା 11 ଡିଗ୍ରୀ ଛୁଇଁଥିଲା। ଝାରସୁଗୁଡ଼ାରେ 11.7 ଥିବା ବେଳେ ଫୁଲବାଣୀରେ 11 ଡିଗ୍ରୀ ଏବଂ ରାଉରକେଲାରେ 13 ଡିଗ୍ରୀ, ଭଦ୍ରକରେ 14 ଡିଗ୍ରୀ ଏବଂ କୋରାପୁଟରେ ଓ କେନ୍ଦୁଝରରେ 14.6 ଡିଗ୍ରୀ ରେକର୍ଡ ଭାଙ୍ଗିଛି।